ପିଲାମାନେ ଆଜି ଆମେ ଭୌତିକ ବିଜ୍ଞାନ ର ପ୍ରଥମ ଅଧ୍ୟାୟ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣର ଶେଷ ଭାଗ ଯଥା ଦୈନନ୍ଦିନ ଜୀବନରେ ଜାରଣ ପ୍ରତିକ୍ରିୟାକୁ ପଢିବା। ଆମେ ପୂର୍ବ ପିରିୟଡରେ କଣ ପଢିଥିଲେ ନା ଜାରଣ ବିଜାରଣ ପ୍ରତିକ୍ରିୟା ପର୍ଯ୍ୟନ୍ତ ପଢିଥିଲେ। ମୁଁ ଆଶା କରୁଛି ତୁମେ ମାନେ ଜାରଣ ବିଜାରଣ ପ୍ରତିକ୍ରିୟା ପର୍ଯ୍ୟନ୍ତ ସମସ୍ତ ପାଠ ବୁଝି ଯାଇଛ। ଏବେ ଆମେ ଆଲୋଚନା କରିବା ଦୈନନ୍ଦିନ ଜୀବନରେ ଜାରଣ ପ୍ରତିକ୍ରିୟା। ପିଲାମାନେ ତୁମେ ମାନେ ସବୁ ଜାଣିଛ ଯେ ଜାରଣ ପ୍ରତିକ୍ରିୟା କାହାକୁ କୁହନ୍ତି? କାହାକୁ କୁହନ୍ତି ନା ଯେଉଁ ପ୍ରତିକ୍ରିୟାରେ ଗୋଟିଏ ମୌଳିକ ବା ଗୋଟିଏ ପଦାର୍ଥ ଅକ୍ସିଜେନ ବା ଅମ୍ଳଜାନ ଗ୍ରହଣ କରେ ତାହାକୁ ଜାରଣ ପ୍ରତିକ୍ରିୟା କୁହନ୍ତି। ଏବଂ ଅମ୍ଳଜାନ ଗ୍ରହଣ କଲେ ସେ କଣ ହଉଛି ନା ଜାରିତ ହେଇଯାଉଛି। ତାହେଲେ ଅମ୍ଳଜାନ ଗ୍ରହଣ କଲେ ଯେଉଁ ଜାରଣ ହଉଛି ତାହାର ମଧ୍ୟ କିଛି ଡେଲି ଲାଇଫରେ ଇମ୍ପାକ୍ଟ ରହୁଛି। ଆମେ ସେଇଟା ବର୍ତ୍ତମାନ ଆଲୋଚନା କରିବା। ଦେଖ ଆମେ ପ୍ରଥମ ଇମ୍ପାକ୍ଟ ହଉଛି ତାହାର ସଂକ୍ଷାରଣ। ପ୍ରଥମ ଇମ୍ପାକ୍ଟ କଣ? ସଂକ୍ଷାରଣ। ତାହେଲେ ସଂକ୍ଷାରଣ କାହାକୁ କୁହନ୍ତି ନା ଧାତୁକୁ ଘେରି ରହିଥିବା ଉପାଦାନ ଯଥା ଜଳୀୟ ବାଷ୍ପ, ଅମ୍ଳ, ଅଙ୍ଗାରକାମ୍ଳ ଇତ୍ୟାଦି ସେହି ଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଧାତୁ ଉପରେ ଏକ ଅକ୍ସାଇଡର ଆସ୍ତରଣ ସୃଷ୍ଟି କରେ ଏବଂ ସେହି ଅକ୍ସାଇଡର ଆସ୍ତରଣଟି ସେହି ଧାତୁକୁ ଧୀରେ ଧୀରେ କ୍ଷୟ କରେ। ଏହି ପ୍ରକ୍ରିୟାକୁ ଆମେ ସଂକ୍ଷାରଣ କହୁ ବା କ୍ରମକ୍ଷୟ କହୁ। ସଂକ୍ଷାରଣ ବା କ୍ରମକ୍ଷୟ କହୁ। ଦେଖ ଏଠି ଗୋଟେ ଏକ୍ସାମ୍ପଲ ନବା। ତୁମର ଆଇରନ, ଲୁହା ସଲିଡ ଚକଚକ କରୁଥାଏ। ଯେତେବେଳେ ସିଏ ବାୟୁମଣ୍ଡଳରେ ରହିଲା, ସେ ବାୟୁମଣ୍ଡଳର ଜଳୀୟ ବାଷ୍ପ ସହିତ ପ୍ରତିକ୍ରିୟା କଲା ବା ବାୟୁମଣ୍ଡଳର ଅମ୍ଳଜାନ ସହିତ ପ୍ରତିକ୍ରିୟା କଲା। ବାୟୁମଣ୍ଡଳରେ କଣ ଅଛି? ଜଳୀୟ ବାଷ୍ପ ଅଛି, ଅମ୍ଳଜାନ ଅଛି, ଏଇ ସବୁ ଜିନିଷ ସବୁ ବା କେମିକାଲ୍ସ ରହିଛି। ଲୁହା ଧାତୁଟା ଯେତେବେଳେ ପ୍ରଥମେ ଚକଚକ କରୁଥାଏ, ଯେତେବେଳେ କିଛି ଦିନ ତାକୁ ବାୟୁମଣ୍ଡଳରେ ରଖିଦେଲେ ସେ ଧୀରେ ଧୀରେ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ସହିତ ପ୍ରତିକ୍ରିୟା କରିବ, O2 ସହିତ ପ୍ରତିକ୍ରିୟା କରିବ, ଦେଇକି ପ୍ରତିକ୍ରିୟା କରିକି କଣ କରିବ? ତା ଉପରେ ଏକ ଲୋହିତ Fe2O3 ଲୋହିତ ବାଦାମୀ ରଙ୍ଗର ଏକ ଆସ୍ତରଣ ସୃଷ୍ଟି କରିବ। ଏହାକୁ ଆମେ କଣ କହୁଛୁ? ଲୌହ ଅକ୍ସାଇଡ ବା ଫେରିକ ଅକ୍ସାଇଡ ବା ଏହାର ନାମ କଣ ଆଉ ଗୋଟେ କହୁଛୁ? ରଷ୍ଟ ବା କଳଙ୍କି। ଏହାର ରଙ୍ଗ ହଉଛି ଲୋହିତ ବାଦାମୀ। ଏଠି କଣ ହଉଛି? ଲୁହା ବାୟୁମଣ୍ଡଳରେ ରହିଲା ପରେ ସେ ଅମ୍ଳଜାନ ସହିତ ପ୍ରତିକ୍ରିୟା କରୁଛି, ଧୀରେ ଧୀରେ ପ୍ରତିକ୍ରିୟା କରିକି ଆଇରନ ଅକ୍ସାଇଡ ବା ସେଇ ଧାତୁର ଅକ୍ସାଇଡ ତିଆରି କରୁଛି, ଯାହାକି ତା ଉପରେ ଏକ ଆସ୍ତରଣ ସୃଷ୍ଟି କରୁଛି ସେ ଲୁହା ଉପରେ। ଏଠି କଳଙ୍କି ହେଇଯାଉଛି, ରଷ୍ଟ ହେଇଯାଉଛି ଯୋଉଟା କହୁଛୁ ଆମେ। ଏବଂ ଏହି କଳଙ୍କି କଣ କରୁଛି? ଅଧିକ ଦିନ ସେ ଲୁହା ଉପରେ ରହିବ ତାହେଲେ ସେ ଲୁହାକୁ ନଷ୍ଟ କରିଦବ, ଡ୍ୟାମେଜ କରିଦବ। ଲୁହାଟି କଣ ହବ? ଖରାପ ହେଇଯିବ, ନଷ୍ଟ ହେଇଯିବ। ଏହି ଯୋଉ ପ୍ରକ୍ରିୟା କୁ କଣ କହନ୍ତି? ଯୋଉ ନଷ୍ଟ ହେଇଯାଉଛି, ଯୋଉ ଅକ୍ସାଇଡ ସୃଷ୍ଟି ହେଇକି ଜାରଣ ହେଇକି ଅମ୍ଳଜାନ ଗ୍ରହଣ କରୁଛି, ଏହାକୁ କଣ କହନ୍ତି ନା ସଂକ୍ଷାରଣ ବା କ୍ରମକ୍ଷୟ କୁହନ୍ତି। ସାଧାରଣତଃ ପ୍ରାୟତଃ ଅଧିକାଂଶ ଧାତୁ ଲୁହା, ରୂପା, ତମ୍ବା ଏଇ ଧାତୁ ମାନେ କଣ କରନ୍ତି ନା ଅମ୍ଳଜାନ ସଂସ୍ପର୍ଶରେ ଆସିକି ବାୟୁମଣ୍ଡଳର ଅମ୍ଳଜାନ ସଂସ୍ପର୍ଶରେ ଆସିକି ଅକ୍ସାଇଡ ଗଠନ କରନ୍ତି ତାଙ୍କ ଉପରେ ଏବଂ ସଂକ୍ଷାରଣ ହୁଅନ୍ତି। କଥା କହିଲା। ଏହା ଦ୍ୱାରା ମୋଟର ଗାଡି, ପୋଲ, ଲୁହା ବାଡ, ଜାହାଜ, ଧାତୁ ନିର୍ମିତ ସମସ୍ତ ବସ୍ତୁ, ବିଶେଷ କରି ଲୌହ ନିର୍ମିତ ବସ୍ତୁ ଗୁଡିକ ଅଧିକ କ୍ଷୟ ହେଇଯାଆନ୍ତି। ଏଇଟା ମୁଁ ତୁମକୁ ଅଲରେଡି କହିଗଲି ଯେ ଏଗୁଡିକ ଧାତୁରୁ ତିଆରି। ଲୁହା ନିର୍ମିତ ବସ୍ତୁ ହଉ, ତମ୍ବା ନିର୍ମିତ ବସ୍ତୁ ହଉ, ରୂପା ହଉ, ଏଗୁଡିକ ସବୁ ଧାତୁରୁ ତିଆରି। ତେଣୁ ସେଥିପାଇଁ ସେମାନେ କ୍ଷୟ ହେଇଯାଆନ୍ତି ସଂକ୍ଷାରଣ ଯୋଗୁଁ। କିଛି ଉଦାହରଣ ନେବା। ଲୁହା ଉପରେ ଲୋହିତ ବାଦାମୀ ରଙ୍ଗର ଆସ୍ତରଣ ସୃଷ୍ଟି ହେବା, ଯାହାକି ଏବେ ମୁଁ କହିଗଲି ଯେ Fe2O3 ହବା, ଲୋହିତ ବାଦାମୀ ରଙ୍ଗର ଆସ୍ତରଣ ସୃଷ୍ଟି ହେବା, ଯାହାକି ଲୁହାକୁ ନଷ୍ଟ କରୁଛି, ସଂକ୍ଷାରଣ କରୁଛି। ସେମିତି ରୂପା ଉପରେ କଣ ହଉଛି ନା କଳା ରଙ୍ଗର ଆସ୍ତରଣ ହେଉଛି। ଏଟା ତମେ ପିଲାମାନେ ମନେ ରଖିବ, ରୂପା ଉପରେ କାହିଁକି କଳା ରଙ୍ଗର ଆସ୍ତରଣ ହଉଛି ଆମେ ପଢିବା ବର୍ତ୍ତମାନ। ଦେଖ ରୂପାର ପ୍ରତୀକ କଣ? Ag, ସିଲଭର, ଇଏ ଚକଚକ କରେ। ଯେତେବେଳେ ରୂପା ବାୟୁମଣ୍ଡଳରେ ରହିଲା, ସେ ମନେ ରଖିବ ବାୟୁମଣ୍ଡଳରେ କଣ ଅଛି ନା ସଲଫର ଅଛି, S2 ଗ୍ୟାସ ଅଛି। ତେଣୁ ରୂପା କଣ କରୁଛି ନା ବାୟୁମଣ୍ଡଳରେ ଥିବା S2 ଗ୍ୟାସ, ସଲଫର ଗ୍ୟାସ ସହିତ ପ୍ରତିକ୍ରିୟା କରିକି କଣ ସୃଷ୍ଟି କରୁଛି ନା Ag2S ସଲିଡ ସୃଷ୍ଟି କରୁଛି। କଣ ସୃଷ୍ଟି କରୁଛି? Ag2S
ସିଲଭର ସଲଫାଇଡ Ag2S বা ସିଲଭର ସଲଫାଇଡ ଯାହାର ରଙ୍ଗ କଣ କଳା। ତାହେଲେ କଣ ଶିକ୍ଷା କଲ ନା ରୂପା ଧାତୁଟା ଚକଚକ କରୁଥିଲା ବେଳେ ଯେତେବେଳେ ସେ ବାୟୁମଣ୍ଡଳରେ ରହିଲା କିଛି ଦିନ ପରେ ସେ ବାୟୁମଣ୍ଡଳରେ ଥିବା ସିଲଭର ସହିତ ସିଲଭରଟା ବାୟୁମଣ୍ଡଳରେ ଥିବା ଆମର ସଲଫର ସହିତ ପ୍ରତିକ୍ରିୟା କରିକି ତା ଉପରେ ଏକ ସିଲଭର ସଲଫାଇଡର ଆସ୍ତରଣ ସୃଷ୍ଟି କରିବ ଯାହା ରଙ୍ଗ କଳା ଏବଂ ଏହି ସିଲଭର ସଲଫାଇଡଟି ରୂପାକୁ ନଷ୍ଟ କରିବ ଧୀରେ ଧୀରେ କ୍ଷୟ କରିବ। ସେଥିପାଇଁ ଏହାକୁ ରୂପାର ସଂକ୍ଷାରଣ କହନ୍ତି। ତେଣୁ ଲକ୍ଷ୍ୟ କରିଥିବ ଯେତେବେଳେ ପିଲାମାନେ ବା ଝିଅ ପିଲାମାନେ ରୂପା ପାଉଁଜି ପିନ୍ଧନ୍ତି କିଛି ଦିନ ପରେ ସେଟା କଳା ପଡିଯାଏ କାହିଁକି ନା ସେଇଟା ସିଲଭର ସହିତ ପ୍ରତିକ୍ରିୟା କରିକି ସିଲଭର ସଲଫାଇଡ ସୃଷ୍ଟି କରେ ଯାହା ରଙ୍ଗ କଳା। ତାକୁ କଣ କରାଯିବ ସମୟ ସମୟ ତାକୁ ସଫା ନ କଲେ ସେ କଳାକୁ ସିଲଭର ସଲଫାଇଡକୁ ରୂପାକୁ ସେ ନଷ୍ଟ କରିଦବ। ତାପରେ ଆସିବା ତମ୍ବା। ତମ୍ବା ଉପରେ କଣ ହୁଏ ନା ସବୁଜ ରଙ୍ଗର ଆସ୍ତରଣ ସୃଷ୍ଟି ହୁଏ। ଆଉ ତମ୍ବା ଉପରେ କାହିଁକି ସବୁଜ ରଙ୍ଗର ଆସ୍ତରଣ ସୃଷ୍ଟି ହୁଏ ମୁଁ କହୁଛି ଶୁଣ। ତମ୍ବା ହଉଛି କପର, ଏହା ହଉଛି ସୁନେଲି ରଙ୍ଗର ଚକଚକ କରେ ବା ସୁନେଲି ରଙ୍ଗର ତାର କଲରଟା। ଯେତେବେଳେ ତମ୍ବାଟା ବାୟୁମଣ୍ଡଳରେ ରହିଲା ସେ କଣ କରିବ କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ଗ୍ୟାସ ସହିତ ପ୍ରତିକ୍ରିୟା କରିବ। তুমি ଜାଣିଛ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ଗ୍ୟାସ ମଧ୍ୟ ଅଛି। ତେଣୁ କପର ଯେତେ ସୁନେଲି କଲରର ସେ ବାୟୁମଣ୍ଡଳରେ ରହିଲା ସେ ଅଙ୍ଗାରକାମ୍ଳ ଗ୍ୟାସ ସହିତ ପ୍ରତିକ୍ରିୟା କରି କଣ ସୃଷ୍ଟି କରିବ ତା ଉପରେ ନା କପର କାର୍ବୋନେଟ CuCO3 ସଲିଡ ର ଏକ ଆସ୍ତରଣ ସୃଷ୍ଟି କରିବ। এই କପର କାର୍ବୋନେଟର ରଙ୍ଗ ହଉଛି କଣ ସବୁଜ। এই କପର କାର୍ବୋନେଟର ରଙ୍ଗ ହଉଛି କଣ ସବୁଜ। ସେଥିପାଇଁ କପର ଯେତେବେଳେ ବାୟୁମଣ୍ଡଳରେ ରହିବ କିଛି ଦିନ ପରେ ସେ ସବୁଜ ହୋଇଯିବ କାହିଁକି ନା କପରଟା କାର୍ବନ ଡାଇଅକ୍ସାଇଡ ସହିତ ପ୍ରତିକ୍ରିୟା କରିକି ଯୋଉଟା କି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ଅଛି ତା ସହିତ ପ୍ରତିକ୍ରିୟା କରିକି କପର କାର୍ବୋନେଟ ସୃଷ୍ଟି କରିବ ଯାହା ରଙ୍ଗ ହଉଛି ସବୁଜ। ସେ ସବୁଜ ହେଇଯିବ ଏବଂ এই ସବୁଜ ଆସ୍ତରଣ କପର କାର୍ବୋନେଟଟି କପରକୁ ନଷ୍ଟ କରିବ କ୍ଷୟ କରିବ ଏହାକୁ କପର ସଂକ୍ଷାରଣ କହନ୍ତି। ତେଣୁ ପିଲାମାନେ ତୁମେ ବୁଝିଗଲ ସଂକ୍ଷାରଣ କାହାକୁ କହନ୍ତି। ଏବେ ଆସିବା ସଢାବସ୍ଥା ବା ରାନ୍ସିଡିଟି। ସଢାବସ୍ଥା କଣ ନା ବହୁତ ଦିନ ଧରି ରହିଯାଇଥିବା ଖାଦ୍ୟ ପଦାର୍ଥ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସି ଜାରିତ ହୋଇ ଏକ ପ୍ରକାର ରହଣୀୟ ଗନ୍ଧ ସୃଷ୍ଟି କରେ ଏହାକୁ ସଢାବସ୍ଥା କହନ୍ତି। ଦେଖ ଯଦି ଖାଦ୍ୟ ପଦାର୍ଥ ରୋଷେଇ କଲା ପରେ ଆମେ ଅନେକ ଦିନ ଯଦି ଆମେ ରଖିଦବା ସେମିତି କଣ କରିକି ରଖିଦବା ଅଧିକ ଦିନ କିଛି କଭର ନ କରିକି ତାକୁ କିଛି ମାନେ ନ ଘୋଡେଇକି ରଖିଦବା ତାହେଲେ କଣ ହବ ନା ସେ ଖାଦ୍ୟ ପଦାର୍ଥ ବାୟୁରେ ଥିବା ଅମ୍ଳଜାନ ସଂସ୍ପର୍ଶରେ ଆସିକି ପ୍ରତିକ୍ରିୟା କରିକି ଜାରିତ ହବ ଜାରିତ ହେଇକି ନଷ୍ଟ ହେଇଯିବ ଏବଂ ସେ ନଷ୍ଟ ହେଲେ କଣ ହବ ନା ଏକ ପ୍ରକାର ରହଣୀୟ ଗନ୍ଧ ସୃଷ୍ଟି କରିବ ତାହାକୁ ସଢାବସ୍ଥା କହନ୍ତି। ଏହା ଦ୍ୱାରା ଖାଦ୍ୟର ଉଭୟ ସ୍ୱାଦ ଓ ବାସ୍ନାରେ ପରିବର୍ତ୍ତନ ଆସେ। ଏହା ଦ୍ୱାରା ଖାଦ୍ୟର ସ୍ୱାଦ ବି ପରିବର୍ତ୍ତନ ଘଟିଯିବ ରାସାୟନିକ ପ୍ରତିକ୍ରିୟା ଘଟିଗଲା ଅମ୍ଳଜାନ ସହିତ ପ୍ରତିକ୍ରିୟା କରିକି ଜାରିତ ହେଇଗଲା ତେଣୁ ରାସାୟନିକ ପ୍ରତିକ୍ରିୟା ଘଟିଲା ତେଣୁ ସ୍ୱାଦର ପରିବର୍ତ୍ତନ ଘଟିବ ଓ ବାସ୍ନାର ମଧ୍ୟ ପରିବର୍ତ୍ତନ ଘଟିବ ଏକ ଖରାପ ବାସ୍ନା ଆସିବ। ଏହା ମୁଖ୍ୟତଃ ତେଲ ଓ ଚର୍ବି ଥିବା ଖାଦ୍ୟରେ ବିଶେଷ ଦେଖାଯାଏ। ଏହା କୋଉଠି ଦେଖାଯାଏ ନା ଯୋଉ ଖାଦ୍ୟରେ ତେଲ ଥାଏ ଚର୍ବି ଥାଏ ଏଇ ସବୁ ଖାଦ୍ୟରେ ଅଧିକ ସଢା ଅବସ୍ଥା ଦେଖାଯାଏ। ଏହାକୁ ପ୍ରତିରୋଧ କରିବା ପାଇଁ ବାୟୁରୋଧୀ ପାତ୍ର ପ୍ରତିଜାରକ ଆଦିର ବ୍ୟବହାର କରାଯାଏ। ଦେଖ ତେଣୁ ଆମେ ସଢାବସ୍ଥା ବା ରାନ୍ସିଡିଟିକୁ ପ୍ରତିରୋଧ କରିବା ପାଇଁ କଣ କରିବା ନା ଯୋଉ ପାତ୍ରରେ ଆମେ ଗୋଟେ ବାୟୁରୋଧୀ କରିଦବା ମାନେ ବାୟୁକୁ ପ୍ରବେଶ କରିବାକୁ ଦବା ନାହିଁ ସେଠି ଅମ୍ଳଜାନ ଯିବ ନାହିଁ ବାୟୁ ଗଲେ ସିନା ଅମ୍ଳଜାନ ଯିବ ଏଠି ବାୟୁକୁ ରୋଧ କରାଯାଉଛି ମାନେ ବାୟୁ ଯିବ ନାହିଁ ତେଣୁ ଅମ୍ଳଜାନ ଯିବ ନାହିଁ ଅମ୍ଳଜାନ ନ ଗଲେ ଅମ୍ଳଜାନ ସହିତ ସେ ପ୍ରତିକ୍ରିୟା କରିପାରିବ ନାହିଁ। ସେଥିପାଇଁ କଣ କରାଯାଏ ନା ସଢାବସ୍ଥାକୁ ଆମର ପ୍ରତିରୋଧ କରିବା ପାଇଁ ବାୟୁରୋଧୀ ପାତ୍ର ପ୍ରତିଜାରକ ଆଦି ବ୍ୟବହାର କରାଯାଏ। ଦେଖ ପ୍ରତିଜାରକ କଣ ନା ପ୍ରତିଜାରକ ହଉଛି ଯିଏ ଜାରଣ କରିବାକୁ ଦବ ନାହିଁ ମାନେ ଯିଏ ଗୋଟେ ପଦାର୍ଥକୁ ଅମ୍ଳଜାନ ସହିତ ମିଶିବାକୁ ଦବ ନାହିଁ ତାହାକୁ ପ୍ରତିଜାରକ କହିବା ବା ଆଉ ଗୋଟେ ଅର୍ଥରେ କହିଲେ ଯିଏ ଗୋଟେ ପଦାର୍ଥକୁ ଜାରଣ କରିବାକୁ ଦବ ନାହିଁ ବା ପଦାର୍ଥକୁ ଅମ୍ଳଜାନ ସହିତ ମିଶିବାକୁ ଦବ ନାହିଁ ତାହାକୁ ପ୍ରତିଜାରକ କହିବା। ତେଣୁ ଆମେ ପ୍ରତିଜାରକ ମଧ୍ୟ ବ୍ୟବହାର କଲେ ଅମ୍ଳଜାନ ସହିତ ମିଶି ପାରିବ ନାହିଁ ସେ ପଦାର୍ଥ ତେଣୁ ସେ ଜାରିତ ହବ ନାହିଁ ସଢାବସ୍ଥା ହବ ନାହିଁ। ସେଥିପାଇଁ କଣ କରାଯାଏ ବାୟୁରୋଧୀ ପାତ୍ର ପ୍ରତିଜାରକ ଆଦିର ବ୍ୟବହାର କରାଯାଏ। ପିଲାମାନେ ତୁମେ ମନେ ରଖିବ ତୁମେମାନେ ଯୋଉ ଚିପ୍ସ ଖାଉଛ କୁରକୁରି ଖାଉଛ ଯୋଉ ଫଳ ତା ଭିତରେ କଣ କରାଯାଏ ଜାଣିଛ ଯୋଉ ବାୟୁ ଥାଏ ସେ ବାୟୁଟା ନର୍ମାଲ ବାୟୁ ନୁହେଁ ସେଥିରେ କଣ କରାଯାଇଥାଏ ନା ନାଇଟ୍ରୋଜେନ ଗ୍ୟାସକୁ ପ୍ରତିଜାରକ ଭାବେ ରଖାଯାଏ। କାହିଁକି ନା ସେ ଯୋଉ ଚିପ୍ସ ବା କୁରକୁରି ଅଛି ସେଥିରେ ସେ ଯୋଉ ନାଇଟ୍ରୋଜେନ ଗ୍ୟାସକୁ ରଖାଗଲା ତା ସେ ଜରି ଭିତରେ ପ୍ୟାକେଟ ଭିତରେ ଫଳରେ ସେ ନାଇଟ୍ରୋଜେନ ଗ୍ୟାସ କଣ କରିବ ନା ସେ ଚିପ୍ସ କୁରକୁରିକୁ ଅମ୍ଳଜାନ ସହିତ ମିଶିବାକୁ ଦବ ନାହିଁ ଫଳରେ ସେ ଜାରିତ ହବ ନାହିଁ ସଢାବସ୍ଥା ତାର ହବ ନାହିଁ। ତେଣୁ ଏଠି ପ୍ରତିଜାରକ କିଏ ନା ତୁମର ନାଇଟ୍ରୋଜେନ ଗ୍ୟାସ। ତେଣୁ ନାଇଟ୍ରୋଜେନ ଗ୍ୟାସକୁ କଣ କରାଯାଏ ଚିପ୍ସ ବା କୁରକୁରି ଫଳରେ ପ୍ରତିଜାରକ ଭାବେ ରଖାଯାଏ। ବାୟୁରୋଧୀ ପାତ୍ରରେ ଖାଦ୍ୟ ପଦାର୍ଥ ରଖିଲେ ଜାରଣ ପ୍ରତିକ୍ରିୟା ମନ୍ଥର ହୋଇଥାଏ ଏବଂ ଖାଦ୍ୟ ପଦାର୍ଥରେ ପ୍ରତିଜାରକର ଆବଶ୍ୟକତା ଅନୁସାରେ ବ୍ୟବହାର ଦ୍ୱାରା ଏହାକୁ ବହୁ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ। ତେଣୁ ଖାଦ୍ୟ ପଦାର୍ଥକୁ ଯଦି ଆମେ ପ୍ରତିଜାରକ ସହିତ ମିଶେଇକି ରଖିବା ତାହେଲେ ଏ ଖାଦ୍ୟ ପଦାର୍ଥଟି ଜାରଣ ହବ ନାହିଁ ଏବଂ ତାହା ବହୁ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହେଇ ରହିବ। ଆମେ ବହୁତ ଗୁଡା ପ୍ରତିଜାରକ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁ କଣ ନା ଲୁଣ ତେନ୍ତୁଳି ବା ଗୋଟେ ଖଟା ପଦାର୍ଥକୁ ଲୁଣରେ ମିଶେଇକି ରଖିଲେ ତାହା ନଷ୍ଟ ହୁଏ ନାହିଁ ତେଣୁ ସେଟା ଲୁଣ ଗୋଟେ ପ୍ରତିଜାରକ ହେଇଯାଏ। ଆଚାର ଇତ୍ୟାଦିକୁ ତେଲରେ ଆମେ ବୁଡେଇକି ରଖୁ ସେଟା ଗୋଟେ ପ୍ରତିଜାରକ ଭାବେ କାମ କରେ। ତେଣୁ ଆମେ ଦୈନନ୍ଦିନ ଜୀବନରେ ଲୁଣ ତେଲ ଏଇ ସବୁକୁ ପ୍ରତିଜାରକ ଭାବେ ବ୍ୟବହାର କରୁଛୁ।
बा गोटे पदार्थ को आम जो गोटे एयर टाइट कंटेनर गोटे पात्र जो थे आम वायु जीवन पूरा टाइट करके छिपी मारिक रखा से भी आम परिचारक भाव कम कर वायु माने छिपीटा जोटा कि वायु दब ना भर को तेना ये भाव में आम दैनंदिन जीवन में बहुत किसी प्रतिकारक विषय प्रतिजारक विषय बा आमर प्रतिजारक बा आंटी ऑक्सीडेंट यह कहूँ बुझीगला। तेल आम आज यही विषय मैं संपूर्ण शेष करदेलु जे जारण प्रतिक्रिया जारण विजारण सरला तापर आम संख्यारण षडावस्था पढ़ीदेलु तापर आम बर्तमान किसी क्षुद्र उत्तमक प्रश्न तुमको दौची ये प्रश्न गुड़िक सब तुम्हें स्क्रीनशॉट नहीं जीव यह कर आम या परवर्ती पीरियड गोटे वीडियो नहीं आसवा आमर प्रश्नावली प्रश्न उत्तर आउ विषय जो पढ़ले से जो बॉक्स को रखाई बही ताहार प्रश्नर उत्तर गुड़िक डिस्कस करवा आम नेक्स्ट वीडियो रे तेणु ये प्रश्न गुड़िक तुम स्क्रीनशॉट नहीं कर बर्तमान देली ये प्रश्न गुड़िकर उत्तर आम कौन करवा नेक्स्ट वीडियो रे आलोचना करवा प्रश्नावली उत्तर विषय अंतर्गत जो पढ़ा हो बॉक्स को रखाई से उत्तर आउ मु किसी अलग प्रश्नर उत्तर नहीं आसबि डिस्कस करवा। धन्यवाद।